ଆଠମଲ୍ଲିକ କୁସୁମ କୁହୁରୀ ନିକଟ ଗଙ୍ଗା ପାଣି କେନାଲ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା 21 ଦିନ ହାତୀ ଛୁଆକୁ ଆଉ ମା ଗ୍ରହଣ କଲାନି। ଆଜି କପିଳାସ ଯାଇଛି ସେଇ ହାତୀ ଛୁଆ। ସରିଲା ଅପେକ୍ଷା ଏବେ ବାହାଡ଼ିଲାର ବେଳ। ହେଲେ ମା ପାଖକୁ ନୁହେଁ, ଯାଉଛି ନୂଆ ଗନ୍ତବ୍ୟସ୍ଥଳ। ଇଚ୍ଛା ନଥିଲେ ବି ଯାଉଛି ଜଙ୍ଗଲ। ଆଉ କେତେ ଦିନ ଅନେଇବ ମାଆକୁ? ଯିଏ ଜନ୍ମ କଲା ସେ ତ ପର କଲା, ତା କୋଳରୁ ମୋତେ ହତାଦର କଲା। କାହାକୁ କହିବି ଦୁଃଖ? ଏହା କୌଣସି ବ୍ୟକ୍ତିର କଥା ନୁହେଁ, ବରଂ ଜଣେ କଥା କହିପାରୁନଥିବା ପଶୁର କଥା। କଥା କହିପାରୁନଥିଲେ ହେଁ ତା ମନରେ ରହିଛି ପ୍ରବଳ କୋହ। ତଥାପି ସେ ପରିସ୍ଥିତିର ଦାସ। ଆଜ୍ଞା ହଁ, ଆମେ କହୁଛୁ ସେଇ ହାତୀ ଛୁଆର କଥା, ଯାହାକୁ ଛାଡ଼ି ଚାଲି ଯାଇଥିଲା ମା। ଗତ 12 ତାରିଖରୁ ଆଠମଲ୍ଲିକ ବନଖଣ୍ଡ ଗଙ୍ଗାପାଣି ଜଙ୍ଗଲରୁ ଗୋଠ ଛଡ଼ା ହାତୀ ଛୁଆକୁ ପଠାଇ ଦିଆଯାଇଛି ଢେଙ୍କାନାଳ କପିଳାସ। ଆଠମଲ୍ଲିକର ଭାରପ୍ରାପ୍ତ ରେଞ୍ଜର ସୁନୀଲ କୁମାର ସାହୁ ଓ ବନଖଣ୍ଡ କର୍ମଚାରୀଙ୍କ ସହିତ ଦୀର୍ଘ 14 ଦିନ ହେଲା ହାତୀ ଛୁଆ ମିଶି ରହିଥିଲା। ବନ କର୍ମଚାରୀ ଦେଖାଶୁଣା କରୁଥିଲେ। ହାତୀ ଛୁଆକୁ କପିଳାସ ଆସିଥିବା ରାପିଡ୍ ଆକ୍ସନ ଟିମ୍କୁ ହସ୍ତାନ୍ତର କରିବା ସମୟରେ ତାହାର ଦୁଃଖ ଦେଖିବାକୁ ମିଳିଥିଲା। ରେଞ୍ଜର ଓ ରାପିଡ୍ ଆକ୍ସନ ଟିମ୍ ଆସିଥିବା ପଶୁ ଚିକିତ୍ସକ ପ୍ରକାଶ କରିଛନ୍ତି ଯେ ହାତୀ ଛୁଆ ଅବସ୍ଥା ଭଲ ଅଛି। କ'ଣ ଖାଇବାର ଥିଲା, କେତେ ସମୟରେ ଖାଇବାର ଅଛି ଏବଂ ଖାଇବା କିଭଳି ରହିବ ପ୍ରତ୍ୟେକ ଦିନ ମନିଟରିଂ କରାଯାଉଥିଲା। ଏବେ କପିଳାସରେ ସେ ଯାଉଛି। ଏ କପିଳାସରେ ସେଠାରେ 4ଟି ହାତୀ ଛୁଆ ଅଛନ୍ତି। ଇଏ ତାଙ୍କ ସହିତ ମିଶିଯିବ ବୋଲି ପ୍ରକାଶ କରିଛନ୍ତି ଏବଂ ଏ ଘଟଣାକୁ ନେଇ ଆଠମଲ୍ଲିକ ରେଞ୍ଜର ଏବଂ ଅନ୍ୟାନ୍ୟ ଆସିଥିବା ରାପିଡ୍ ଆକ୍ସନ ଟିମ୍ କ'ଣ କହିଛନ୍ତି ଶୁଣିବା। କହିଲେ ଆମେ ଗୋଟେ ରୁମ୍ ତାକୁ କହୁଥିଲେ, ସେଥିପାଇଁ ଏଇଠି ସେ ଠିକ୍ କଲେ ଏଇ ରୁମ୍ଟାକୁ। ସେ ରୁମ୍କୁ ଆସିକିନା ତାପରେ ଆମେ ବାକି ତାଙ୍କୁ ସବୁ ବୁଝାଇ ଦେଇଥିଲୁ ସେ କେମିତି ଖାଇବାକୁ ଦିବା ଥିବେ। ତାକୁ ରେଗୁଲାର ତାଙ୍କୁ ଏଠିକାର ଯେଉଁ VS ଅଛି ତାଙ୍କ ସାଙ୍ଗରେ ବି ମୁଁ କଥା ହୋଇଥିଲି। ସେ ବି ତାଙ୍କୁ ବି ମୁଁ ବୁଝେଇଥିଲେ କ'ଣ କ'ଣ ଟ୍ରିଟମେଣ୍ଟ ଦରକାର ହେବ। ସେ ବି ଡେଲି ମନିଟରିଂ କରିଥିଲେ। ତ ଏବେ ଆଗଠୁ ଏବେ ସେ ହାତୀ ଛୁଆ ବହୁତ ମୁଁ ଦେଖିଲି ଯାହା ବହୁତ ଭଲ ଅଛନ୍ତି। ଆଉ ଏବେ ଆମକୁ କାଲି ଗୋଟେ ଅର୍ଡ଼ର ମିଳିଲା ଯେ ଆମ DFO ସାର୍ରୁ ଯେ ଏମିତି ଆମର ହାତୀ ଛୁଆଟାକୁ ଆମର ଏଲିଫେଣ୍ଟ ରେସ୍କ୍ୟୁ ସେଣ୍ଟର କପିଳାସକୁ ଯିବ। ତ ସେଥିପାଇଁ ଆମେ ଆସିଥିଲୁ। ଆଉ ଏବେ ଯେଉଁ ମୁଁ ଲାଗୁଛି ଆମର ଏଲିଫେଣ୍ଟ ରେସ୍କ୍ୟୁ ସେଣ୍ଟରରେ ଅଲରେଡ଼ି ଆମର 4ଟା ଛୁଆ ହାତୀ ଅଛନ୍ତି। ଆଉ ସେଇ ଆମର ଏଲିଫେଣ୍ଟ ରେସ୍କ୍ୟୁ ସେଣ୍ଟର ଗୋଟେ ଆମର କପିଳାସ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ପାଖରେ, ଜଙ୍ଗଲ ଯେଟା ପରିବେଶଟା ସେଇଟା ଆମର ଏଲିଫେଣ୍ଟ ରେସ୍କ୍ୟୁ ସେଣ୍ଟରରେ ଅଛି। ତ ମୁଁ ଲାଗୁଛି ଯେ ସେ ହାତୀ ଛୁଆଟା ସେଠି ଗଲେ ବାକି ହାତୀ ସାଙ୍ଗରେ ମିଶିବ ବା ସେ ଏନଭାୟରନମେଣ୍ଟ ତାଙ୍କ ପାଇଁ ଠିକ୍ ରହିବ। ଆଉ ଆଗନ୍ତୁକ ଦିନକୁ ମୁଁ ଭଗବାନର କୃପା ରହିଲି ସେ ସବୁ ଠିକ୍ଠାକ୍ ଆମର ଯେଉଁ ଯେମିତି ମ୍ୟାନେଜମେଣ୍ଟ ଚାଲୁଛି ସେ ହାତୀ ଛୁଆ ଭଲ ଆର ଟିକେ ଭଲ ହେବ, ସ୍ୱାସ୍ଥ୍ୟଟା ଆର ଭଲ। ଠିକ୍ ଅଛି। 15 ଦିନ ମୁହୂର୍ତ୍ତ କିଭଳି କେମିତି ସେବା ଶୁଶ୍ରୂଷା କଲେ ସେଭଳି ଟିକେ ସେ ତ ଛୁଆ ଭଳି ଆମ ପାଖରେ ଥିଲା ଆସି ମା କୋଳରୁ ବାହାରିକି ସେ ଆସି ଆମ ପାଖରେ ଥିଲା। ତାର ପ୍ରତ୍ୟକ୍ଷ ଆମେ ତତ୍ତ୍ୱାବଧାନରେ ତାକୁ ମେଡ଼ିକାଲ ଟ୍ରିଟମେଣ୍ଟ ଚାଲିଥିଲା। ଖାଇବା ପିଇବା ଭଲ, ତାର ସୁସ୍ଥ ସବଳ ବି ସେ ଥିଲା ସେ। ଆଉ ଆଜି ଆମେ ଆମର କପିଳାସ ଯିଏ ଆସିଛନ୍ତି ସ୍ପେଶାଲିଷ୍ଟ ଆସିଛନ୍ତି ତାଙ୍କର ତତ୍ତ୍ୱାବଧାନରେ ତାକୁ ଆମେ ଆଜି କପିଳାସ ଯୋଗୁଁ କିଭଳି ରହିବ ସେଠି, କେମିତି କ'ଣ ଯତ୍ନ? ସେଠି ତ ତାର ସ୍ପେଶାଲ କେୟାରଟେକର ଅଛନ୍ତି। ଆମର ସେଠି ଡିପାର୍ଟମେଣ୍ଟର ସବୁ ପ୍ରକାର ସୁବିଧା ବି ଅଛି। ଆଉ ସେଠି ସେ ସ୍ପେଶାଲିଷ୍ଟ ଅଛନ୍ତି ଯିଏକି ତାର ଭଲ ଭାବରେ ଦେଖା କରିବେ।